ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ମିଡ୍ ଟାଉନ୍ ତରଫରୁ ଜାତୀୟ ଡାକ୍ତର ଦିବସ ପାଳିତ। ବ୍ରହ୍ମପୁର ଜାତୀୟ ଡାକ୍ତର ଦିବସ ମଙ୍ଗଳବାର ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହିଭଳି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ମଧ୍ୟ ଏହି ଦିବସ ପାଳିତ ହେଉଛି। ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ମିଡ୍ ଟାଉନ୍ ମଧ୍ୟ ଆଜିର ଦିବସରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିରେ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ମିଡ୍ ଟାଉନ୍ର ସଭାପତି ରୋଟାରିଆନ୍ ସ୍ୱାଧୀନ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ରୋଟାରିଆନ୍ ଶିବ ପ୍ରସାଦ ପାତ୍ର ବିବରଣୀ ପ୍ରଦାନ କରିବା ସହ ଆଜିର ଦିବସ ସମ୍ପର୍କରେ କହିଥିଲେ। ଡାକ୍ତରମାନେ ହେଉଛନ୍ତି ଜଣେ ଜଣେ ମହାନ ବ୍ୟକ୍ତି। ଡାକ୍ତରଙ୍କ ବ୍ୟବହାର ରୋଗୀଙ୍କ କଷ୍ଟକୁ ଲାଘବ କରିଥାଏ ବୋଲି ସଭାପତି ରୋଟାରିଆନ୍ ସ୍ୱାଧୀନ ପାତ୍ର ନିଜ ଅଭିଭାଷଣରେ ରଖିଥିଲେ। ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ 1 ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ଡାକ୍ତରମାନଙ୍କର ସେବାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। 1991 ମସିହାରେ ପ୍ରଥମେ ଜାତୀୟ ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ 1 ତାରିଖ ଠାରୁ ଏହି ଦିବସ ପାଳନ କରାଯାଉଛି। ପ୍ରଥମେ ଡାକ୍ତର ସରୋଜ କୁମାର ମିଶ୍ର ସର୍ଜରୀ ସ୍ପେଶାଲିଷ୍ଟ ଏବଂ କବଚ ସେବା ସଦନର ମୁଖ୍ୟ ନାସା କର୍ଣ୍ଣ ଓ ଗଳା ବିଶେଷଜ୍ଞ ଡାକ୍ତର ପ୍ରିୟଜିତ ପାଣିଗ୍ରାହୀଙ୍କୁ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ମିଡ୍ ଟାଉନ୍ ତରଫରୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ଦେଇ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା। ବ୍ୟୁରୋ ରିପୋର୍ଟ।